ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ। ଅବସର ସହିତ ପେନ୍ସନ୍ ଯୋଗାଇଥିଲେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ। ଭଦ୍ରକ ଜିଲ୍ଲା ବାସୁଦେବପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଫେବୃଆରୀ 1 ତାରିଖ ପୂର୍ବାହ୍ନ 11ଟା ସମୟରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଧାୟକ ଅଶୋକ କୁମାର ଦାସ, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଜଗବନ୍ଧୁ ସାହୁ ଯୋଗଦାନ କରିଥିଲେ। ଏ ଅବସରରେ ଈଶ୍ୱରପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅନୁପମା ପଲାଇ, ଅଯୋଧ୍ୟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସବିତା କର, ଶ୍ରୀକାନ୍ତ ପଣ୍ଡା ଏବଂ ଅବସରପ୍ରାପ୍ତ ଶିକ୍ଷକ ସ୍ୱର୍ଗତ ନିରଞ୍ଜନ ପ୍ରଧାନଙ୍କ ପତ୍ନୀ ମାଣିକ ପ୍ରଧାନଙ୍କୁ ଅତିଥିଗଣ ଉତ୍ତରୀୟ ପୁଷ୍ପଗୁଚ୍ଛ ସହିତ ପେନ୍ସନ୍ ଅର୍ଡର ପ୍ରଦାନ କରିବା ସହିତ ସମ୍ବର୍ଦ୍ଧିତ କରିଥିଲେ। ଏଥିସହିତ ଅନୁପମା ପଲାଇଙ୍କୁ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ସରକାରଙ୍କ ନିୟମ ଅନୁଯାୟୀ ଜଣେ ଶିକ୍ଷକ ତାର କାର୍ଯ୍ୟକାଳ ଆରମ୍ଭଠାରୁ ଶେଷ ପର୍ଯ୍ୟନ୍ତ ଅନବରତ ସମାଜ ଗଠନରେ ନିଜକୁ ନିୟୋଜିତ କରି ସମସ୍ତ ଦୁଃଖ କଷ୍ଟକୁ ସହ୍ୟ କରିଥାନ୍ତି। ପରେ ସେ ଯେତେବେଳେ ଅବସର ନିଏ ସେତେବେଳେ ବହୁ କଷ୍ଟ ଅନୁଭବ କରିଥାଏ। ଜଣେ ଶିକ୍ଷକ ତାର କାର୍ଯ୍ୟକାଳରୁ ଅବସର ନିଏ ସିନା, ହେଲେ ମୃତ୍ୟୁ ପର୍ଯ୍ୟନ୍ତ ସମାଜକୁ ସୁଧାରିବାରେ ନିଜକୁ ନିୟୋଜିତ କରିଥାଏ। ଏଥିସହିତ ଜଣେ ବ୍ୟକ୍ତିର ମୃତ୍ୟୁ ପର୍ଯ୍ୟନ୍ତ ଶିକ୍ଷା ଗ୍ରହଣ କରିବା ସରେ ନାହିଁ ବୋଲି ମୁଖ୍ୟ ଅତିଥି କହିଥିଲେ। ସୂଚନାଯୋଗ୍ୟ, ଶିକ୍ଷକମାନେ ଅବସର ଗ୍ରହଣ କରିବା ପରେ ଦୀର୍ଘଦିନ ଧରି ଯାଇ ପେନ୍ସନ୍ ପାଇବା ପାଇଁ ବିଭିନ୍ନ କାର୍ଯ୍ୟକାଳକୁ ଯାଇ ନୟାନ୍ତ ହେବାକୁ ପଡୁଥିଲା। ହେଲେ ଜଗବନ୍ଧୁ ସାହୁ ଯେତେବେଳେ ବାସୁଦେବପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଥିଲେ ସେତେବେଳେ ଶିକ୍ଷକ ଅବସର ଗ୍ରହଣ କରିବା ଦିନ ପାଇଁ ପେନ୍ସନ୍ ଅର୍ଡର ପ୍ରଦାନ କରିବା ପ୍ରକ୍ରିୟା ଆରମ୍ଭ କରିଥିଲେ, ଯାହା ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଜଗବନ୍ଧୁ ସାହୁଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ସଭାରେ ବାସୁଦେବପୁର ପ୍ରାଥମିକ ଶିକ୍ଷକ ସଂଘର ସଭାପତି ରମ୍ଭାବାଣୀ ପଣ୍ଡା, ସମ୍ପାଦକ ଶାନ୍ତନୁ କୁମାର ବଳିତା, ଅଲଉଷ୍ଟାର ସମ୍ପାଦକ ରମେଶ ଚନ୍ଦ୍ର ମହାରଣା, ନକୁଳ ବାରିକ, ସୁକାନ୍ତ ପଲାଇ, ବସନ୍ତ କୁମାର ବାରିକ, ସିଆରସିସି ବଳରାମ ବେହେରା, ପ୍ରଶାନ୍ତ ଦଳ, ସର୍ବେଶ୍ୱର ମଳିକ, ରାଜେନ୍ଦ୍ର ପାଣିଗ୍ରାହୀ, ରାମଚନ୍ଦ୍ର ବାରିକ, ଲକ୍ଷ୍ମୀ ବେହେରା ଏବଂ ଗଣଶିକ୍ଷକ ସଭାପତି ସୁଦର୍ଶନ ମିଶ୍ର, ତାରାକାନ୍ତ ସାମଲ, ମାନସ ଦାସ, ସୁରେନ୍ଦ୍ରନାଥ ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମୁଁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ବାସୁଦେବପୁର ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ। କଣ କହିବେ ଆଜି ଯୋଉ ଶିକ୍ଷକ 4 ଜଣ ଶିକ୍ଷୟିତ୍ରୀ ଆଉ ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଆଉ ତାଙ୍କ ମଧ୍ୟ ପେନ୍ସନ୍ ବ୍ୟବସ୍ଥା ତୁରନ୍ତ କରାହେବ? ମୁଁ ତ ନିଶ୍ଚିତ ନିଜେ ଖୁସି ଅଛି, କାରଣ ସରକାରୀ କର୍ମଚାରୀଟି ଯେତେବେଳେ ଚାକିରିରେ ଯୋଗଦାନ ଦେଇଥାଏ, ଯେତେ ଆନନ୍ଦ ଉଲ୍ଲାସରେ ସେ ଯୋଗଦାନ ଦେଇଥାଏ, ଯେତେବେଳେ ସେ ଅବସର ନିଏ ତା ମନରେ ସେତିକି ଦୁଃଖ ଆସିଥାଏ। ଏବଂ ଅବସର ନେଲା ପରେ ଜଣେ ସରକାରୀ କର୍ମଚାରୀଙ୍କର ସେଇ ବାର୍ଦ୍ଧକ୍ୟ ସମୟରେ ପେନ୍ସନ୍ ଗଣନାକେ ହିଁ ତାଙ୍କ ପାଇଁ ଆଶ୍ରା ହେଇଥାଏ। ତେଣୁ ଯେଉଁମାନେ ରିଟାୟାର୍ଡ କରିଛନ୍ତି ସେମାନେ ହୁଏତ ମୋ ପିତୃତୁଲ୍ୟ ବା ମାତୃତୁଲ୍ୟ ହୋଇଥାନ୍ତି। ତେଣୁ ମୁଁ ପ୍ରତିଶ୍ରୁତିବଦ୍ଧ ଥିଲି ଯେ ସେଇ ଶିକ୍ଷକ ଶିକ୍ଷୟିତ୍ରୀ ଯେଉଁମାନେ ନିଜ ଜୀବନକୁ ଜଳାଞ୍ଜଳି ଦେଇ ଏତେ ମଣିଷ ତିଆରି କରିଛନ୍ତି ସେମାନେ ଅସୁବିଧାରେ ନ ପଡ଼ନ୍ତୁ। ତେଣୁ ମୁଁ ସେଇଟା ସଂକଳ୍ପବଦ୍ଧ ନେଇଥିଲି ଏବଂ ତାଙ୍କୁ ମଧ୍ୟ ଆଜି ରିଟାୟାରମେଣ୍ଟ ଡେରେ ପେନ୍ସନ୍ ଦେଇପାରିଛି, ସେଇଟା ମୋତେ ବି ଗର୍ବ ଲାଗୁଛି। ମୋର ସମସ୍ତ ସହଯୋଗୀ ଅଛନ୍ତି, ସମସ୍ତ ଅଫିସର କର୍ମଚାରୀ, ସିଆରସିସି ସମସ୍ତଙ୍କର ସହଯୋଗରେ ଏ କାର୍ଯ୍ୟ ସମାପନ ହେଉଛି ଏବଂ ଆମ ବ୍ଲକର କାର୍ଯ୍ୟ ମଧ୍ୟ ଆଗକୁ ଯାଉଛି। ମୁଁ ଆଶା ରଖୁଛି ଆଗାମୀ ଦିନରେ ଯେଉଁମାନେ ମଧ୍ୟ ଅବସର ଗ୍ରହଣ କରିବେ ଆମେ ସମସ୍ତେ ମିଶି ଚେଷ୍ଟା କରିବୁ ଯେ ଅବସର ଦିନ ହିଁ ତାଙ୍କୁ ପୂର୍ଣ୍ଣକାଳୀନ ପେନ୍ସନ୍ ପ୍ରଦାନ କରିବୁ। ବ୍ଲକ ଅଞ୍ଚଳରେ ବିଭିନ୍ନ ସ୍କୁଲରେ ଯୋଉ ସମସ୍ୟା ଅଛି, ବିଧାୟକ ଯୋଉ ପ୍ରତିଶତ ଦେଲେ ଠିକ ଅଛି। ସମସ୍ୟା ତ ଅଛି, ସେ ସମସ୍ୟାକୁ ପର୍ଯ୍ୟାୟକ୍ରମେ ଧୀରେ ଧୀରେ ସେଗୁଡ଼ିକ ସମାଧାନ କରାଯାଉଛି। ବିଧାୟକ ମଧ୍ୟ ମୋ ସହିତ କଥା ହେଇଛନ୍ତି, ଯୋଉ ସ୍କୁଲରେ ସମସ୍ୟା ଅଛି ତାକୁ ପ୍ରାୟୋରିଟି ବେସିସରେ ଆମେ ତାକୁ ସମାଧାନ କରିବୁ। ବିଶେଷ କରି ଇନଫ୍ରାଷ୍ଟ୍ରକ୍ଚରାଲ ଯୋଉ ପ୍ରୋବ୍ଲେମ ଅଛି ବିଧାୟକ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି, ସିଏ ବି ତାକୁ ଗୁରୁତର ଭାବରେ ଗ୍ରହଣ କରିଛନ୍ତି। ଯେହେତୁ ଇନଫ୍ରାଷ୍ଟ୍ରକ୍ଚରାଲ ଡେଭଲପମେଣ୍ଟ ପଞ୍ଚାୟତରାଜ ଡିପାର୍ଟମେଣ୍ଟକୁ ହସ୍ତାନ୍ତର କରାଯାଇଛି, ସେମାନେ ମଧ୍ୟ ଆମ ସହିତ ଯୋଗସୂତ୍ର ରକ୍ଷା କରୁଛନ୍ତି। ଆମେ ମଧ୍ୟ ତାଙ୍କ ସହିତ କୋଅର୍ଡିନେସନ ରଖିଛୁ। ଯୋଉ ବିଦ୍ୟାଳୟରେ ଇନଫ୍ରାଷ୍ଟ୍ରକ୍ଚରାଲ ଫେସିଲିଟିଜ ଭଲ ନାହିଁ ଆମେ ତୁରନ୍ତ ପ୍ରାୟୋରିଟି ବେସିସରେ ସେଗୁଡ଼ିକୁ ଆଗେ ଧ୍ୟାନ ଦେବୁ।
ମୁଁ ଶ୍ରୀମତୀ ଅନୁପମା ପଲେଇ ଈଶ୍ୱରପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଥିଲି। ମୁଁ ଗତ 31/1/2026 ତାରିଖରେ ଅବସର ଗ୍ରହଣ କଲି। ଆଜି ମତେ ଡିଓଙ୍କ ତରଫରୁ ଅବସର ସମ୍ବର୍ଦ୍ଧନା ଦିଆଯାଉଛି। ମୁଁ ଆଜି ଅତ୍ୟନ୍ତ ଖୁସି, କାରଣ ବିଗତ ଦିନରେ ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅବସର ନେଇଛନ୍ତି, 2 ବର୍ଷ 3 ବର୍ଷ ମୁଁ ନିଜେ ଦେଖିଛି ସେମାନେ ଦୌଡନ୍ତି ବିଓପସି କୁ ବାରମ୍ବାର ପେନସନ ଟିକେ ପାଇଁ। ଚାକିରିର ଶେଷ ମୁହୂର୍ତ୍ତରେ ଅବସରକାଳୀନ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଶେଷ ସମ୍ବଳ ପେନସନ, ସେତିକି ନ ପାଇ ସେମାନେ ଯେ କେତେ ଦୁଃଖରେ କାଳାତିପାତ କରନ୍ତି ମୁଁ ସେତିକି ଜାଣିଛି। ମୁଁ ମଧ୍ୟ ଭାବିଥିଲି ମୋର ମଧ୍ୟ ସେଇ ଅବସ୍ଥା ହବ, ମୁଁ କଣ କରିବି, କେମିତି ଚଳିବି, କିନ୍ତୁ ଭଗବାନ ଦେବଦୂତ ସାଜିଲା ଭଳିଆ ଆମର ଡିଓ ମହୋଦୟଙ୍କୁ ପଠେଇଲେ, ଯିଏକି ଅବସର ଦିନ ହିଁ ମତେ ପେନସନ ପ୍ରଦାନ କଲେ। ତେଣୁ ମୁଁ ତାଙ୍କ ପାଖରେ ଚିର ଋଣୀ ଓ ଚିର କୃତଜ୍ଞ ହୋଇ ରହିବି। ବାସୁଦେବପୁର ରଞ୍ଜନ ମଲ୍ଲିକଙ୍କ ରିପୋର୍ଟ, ନ୍ୟୁଜ୍ 88 ଓଡ଼ିଶା।